ओम नमो भगवते वासुदेवाय। ओम नमो भगवते पुरुषोत्तमाय। ओम नमो भगवते जगन्नाथाय। जगन्नाथ शरणं नारायण शरणं। ध्याय ब्रह्माण्डनाथं शुभ्रधवलदनं रत्नं सिंहासनतं। वामे भद्रदाति रुचिरुचिरतरः भाग्यदात्री सुभद्रा। तद्वामे जगन्नाथ नीलनिरदतनु शंख शोभित पाणं तुलसी। देवती देहे चिरवसतु मणिविग्रहं नमामि। जगन्नाथ शरण नारायण शरण। ओडिशार पुरपल्ली देखुथिबा एई जगन्नाथ शरण नारायण शरण कार्यक्रम आपनको स्वागत। आशा करे कि आपण शेष जाए बोली ये कार्यक्रम देखिए। सब्सक्राइब करें जगन्नाथ शरण नारायण शरण। निज कलमरु गोटे यही सुंदर गीतटी। भोला मन भूलु देख जेबे तू देखिबु कमल मुख। भूला मन भूलु देख जेबे तू देखिबु कमल मुख। भूला मन भूलु देख जीवन रे जेबे भूल करिथिले। जीवन रे जेबे भूल करिथिले कहि दिए थरे संसार जाक। भूला मन भूलु देख जेबे तू देखिबु कमल मुख। भूला मन भूलु देख निज भूल थरे देख। धर्म रे थिले सदा सर्वदा तू छाड़ी दबु मन तू इंद्र पद। धर्म रे थिले सदा सर्वदा तू छाड़ी दबु मन तू इंद्र पद। न कही काहाकू निजे करुथिबु न कही काहाकू निजे करुथिबु। मुचि जीव सबु तोर विपद। भूला मन भूलु देख जेबे तू देखिबु कमल मुख। भूला मन भूलु देख भल पाथरे गोविंद पादरे घर द्वार छाड़ी तो निज सुख। भल पाथरे गोविंद पादरे घर द्वार छाड़ी तो निज सुख। संसार रे सार शरण पंजर। संसार रे सार शरण पंजर शून्य पुरुष को करुथा काख। भूला मन भूलु देख जेबे तू देखिबु कमल मुख। भूला मन भूलु देख भज राम कृष्ण जप नारायण मनोरह माला को करीण सज। भज राम कृष्ण जप नारायण मनोरह माला को करीण सज। अजपा जानिले पाइबु दर्शन। अजपा जानिले पाइबु दर्शन। त्रिकूट संधि रे मन निरेख। भूला मन भूलु देख जेबे तू देखिबु कमल मुख। भूला मन भूलु देख मन सुमन
ବିମନ ଉଦ୍ୟାନ 5 ମନ 25 ବର୍ଜନ କହଇ ଅଧମ ରଖିଅଛି ଧ୍ୟାନ କହଇ ଅଧମ ରଖିଅଛି ଧ୍ୟାନ 12 ଆଙ୍ଗୁଳରେ ବ୍ରହ୍ମକୁ ଦେଖ ଭୁଲା ମନ ଭୁଲ ଦେଖ ଯେବେ ତୁ ଦେଖିବୁ କମଳ ମୁଖ ଭୁଲା ମନ ଭୁଲ ଦେଖ। ଜଗନ୍ନାଥ ଶରଣ ନାରାୟଣ ଶରଣ। କାର୍ଯ୍ୟମାଣ ବିପାପେଭ୍ୟଂ ପାପାତ୍ମା ପାପମିଚ୍ଛନ୍ତି ଚୋଦ୍ୟମାनं ପିହି ପାପେଭ୍ୟଂ शुभात्मा शुभमिच्छति। धर्मात्माକୁ ପାପ ପ୍ରତି ଉତ୍ସାହିତ କଲେ ମଧ୍ୟ ସେ କୁପଥରେ ଯାଏ ନାହିଁ, ଶୁଭ କର୍ମ କରିଥାଏ। ଆସନ୍ତୁ ଏକ ସୁନ୍ଦର ଗପଟିଏ ଶୁଣିବା। ଜଣେ ସନ୍ନ୍ୟାସୀଙ୍କ ମନ୍ଦିର ପାଖରେ ରହୁଥିଲେ। ଠିକ୍ ସେହି ସନ୍ନ୍ୟାସୀଙ୍କ ଆର ପାଖରେ ଜଣେ ବେଶ୍ୟା ରହୁଥିଲା। ବେଶ୍ୟାଙ୍କ ଘରକୁ ବହୁତ ଲୋକ ଆସନ୍ତି ଯାଆନ୍ତି, ଏମିତି କୁକର୍ମ ଚାଲିଥାଏ। ଏହା ଦେଖି ସନ୍ନ୍ୟାସୀ ଜଣକ ଆଉ ସହିପାରିଲେ ନାହିଁ। ତାକୁ ଉପଦେଶ ଦେବାକୁ ଯାଇ କହିଲେ, ଏଇ ମଣିଷ ଜୀବନ ହେଉଛି ତୋର ଦୁର୍ଲଭ ଜନ୍ମ। ତୁ ଏଇ ମଣିଷ ଜନ୍ମରେ କିଛି ଧର୍ମ କାମ ନ କରି ତୁ ଏଇ ପାପ କାମ କାହିଁକି କରୁଛୁ? ତୁ ଯଦି ବଞ୍ଚିବାକୁ ରହିବାକୁ ଚାହୁଁଛୁ, ଜୀବନରେ କିଛି ଭଲ କାମ କରେ ଯେଉଁଟାକି ଭଗବାନଙ୍କ ପ୍ରତି ଭଲ ପାଇବେ। ଯଦି ବଞ୍ଚି ରହିବାକୁ ଅଛି ତୋ ମନ କର ଅଣସାଧନ କର ଅଣସାଧନ ଅକାମନା ସୂତ୍ରଧର କାମନାରେ ଦିନହର ଅକାମନା ସୂତ୍ରଧର କାମନାରେ ଦିନହର ନିଷ୍କାମନା କଲେ ଭାବ କାମନା ହୋଇବ ଶୂନ୍ୟ କର ଅଣସାଧନ କର ଅଣସାଧନ ଯେବେ ବଞ୍ଚି ରହିବାକୁ ଅଛି ତୋ ମନ କର ଅଣସାଧନ। ତୁ ସେଇ ଅଣସାଧନ କର, ବଞ୍ଚିବାକୁ ଯଦି ରହିଛୁ। ଏ ମଣିଷ ଜୀବନ ହେଉଛି କେବଳ ସୁଯୋଗ ଦେଇକି ତୋତେ ମିଳିଛି ଦୁର୍ଲଭ ଜନ୍ମ। ପାଇଛ ଦୁର୍ଲଭ ଜନ୍ମ ହେଳା ନ କର ପାଇଛ ଦୁର୍ଲଭ ଜନ୍ମ ହେଳା ନ କର ପାଇଛ ଦୁର୍ଲଭ ଜନ୍ମ ହେଳା କଲେ ଭେଳା ବୁଡ଼ିଯିବ ଏଥର ପାଇଛ ଦୁର୍ଲଭ ଜନ୍ମ। 84 ଲକ୍ଷ ପରେ ଏ ଦେହ ଆସଇ ଥରେ 84 ଲକ୍ଷ ପରେ ଏ ଦେହ ଆସଇ ଥରେ ଏ ଦେହରେ ବିରାଜିତ ସ୍ୱୟଂ ଈଶ୍ୱର ପାଇଛ ଦୁର୍ଲଭ ଜନ୍ମ ହେଳା ନ କର ପାଇଛ ଦୁର୍ଲଭ ଜନ୍ମ। ଏ ଦେହଟି ଦିନେ ଯିବ ଅଗ୍ନିରେ ଦଗ୍ଧ ହୋଇବ ଏ ଦେହଟି ଦିନେ ଯିବ ଅଗ୍ନିରେ ଦଗ୍ଧ ହୋଇବ ମରଣ ପୂର୍ବରୁ ଥରେ ଦର୍ଶନ କର ପାଇଛ ଦୁର୍ଲଭ ଜନ୍ମ। ଏମିତି ସେହି ସନ୍ନ୍ୟାସୀ ଜଣଙ୍କ ବହୁତ କିଛି ଉପାୟରେ ବେଶ୍ୟା ଜଣଙ୍କୁ ବୁଝେଇବାକୁ ଲାଗିଲେ। ବେଶ୍ୟା ଜଣକ ତ ବହୁତ ପଇସା ଏମିତି ଖରାପ କାମରେ ନିଜକୁ ନିୟୋଜିତ କରି ଦେହକୁ ଦାନ କରି ପଇସା ରୋଜଗାର କରିଛି, ପେଟ ପୋଷିଛି, କ'ଣ ବା କରିବ? ସିଏ ସନ୍ନ୍ୟାସୀଙ୍କୁ ଉତ୍ତର ଦେଲା ଯେ ହଉ ଆଜ୍ଞା, ମୁଁ ଚେଷ୍ଟା କରିବି ଏଇ ଦୁର୍ଲଭ ଜୀବନକୁ କିପରି ସଫଳ କରିବି, ଭଗବାନଙ୍କୁ ଡାକିବି। ସନ୍ନ୍ୟାସୀ ବହୁତ ବୁଝେଇଲା ପରେ ମଧ୍ୟ ସେଇ ବେଶ୍ୟା ଜଣକ ପୁଣି ଆହୁରି ସେଇ ଖରାପ କାମରେ ଲିପ୍ତ ରହିଲା। ତେଣୁ ସନ୍ନ୍ୟାସୀ ଜଣକ ଆଉ ଥରେ ପୁଣି ଦ୍ୱିତୀୟବାର ଯାଇକି ବୁଝେଇଲେ, ଆରେ ମୁଁ ପରା ତୁମକୁ ଏତେ ଥର କରି ବୁଝେଇଲି, ତୁମେ ଶେଷରେ କ'ଣ
ତମେ ମରଣକୁ ଡରି ବୁଲନି, ଯେ କି ଭଗବାନଙ୍କୁ ଡାକିଲନି କାହିଁକି? ତମେ ଏମିତି ରୋଗରେ ଘାଣ୍ଟି ହେବ, ଦେଖିବ ଦିନ ଆସିବ ତମେ ଶେଷରେ ମରିବ ବୋଲି କହୁଥିଲ ମଧ୍ୟ ମରିପାରିବ ନାହିଁ। ସନ୍ନ୍ୟାସୀ ଭାବିଲେ ଏତେ କରି ମୁଁ ବୁଝାଇଲି, ଏଥିରେ ଲାଭ କ'ଣ ହେଲା? ଦେଖିବା ତାଙ୍କ ଘରକୁ ଯେତେ ଲୋକ ଯାଉଛନ୍ତି ମୁଁ ଗୋଟିଏ ଗୋଟିଏ କରି ଗଣିବି। କାହା ସାହାଯ୍ୟରେ ଗଣିବି? ଯେ କି ସେ ଗୋଟିଏ ଲୋକ ତାଙ୍କ ଘରକୁ ଗଲାବେଳେ ଗୋଟିଏ ଗୋଡ଼ି ଥୋଉଥିଲେ, ଗୋଟିଏ ଗୋଡ଼ି ଥୋଉଥିଲେ, ଗୋଟିଏ ଲୋକ ଯାଉଥିଲା ଗୋଟିଏ ଗୋଡ଼ି ଥୋଉଥିଲେ, ଗୋଟିଏ ଲୋକ ଯାଉଥିଲା ଗୋଟିଏ ଲୋକ ଗୋଡ଼ି ଥୋଉଥିଲେ। ଏମିତି ଗୋଡ଼ି ଯେତେ ଲୋକ ତାଙ୍କ ବେଶ୍ୟା ଘରକୁ ଯାଆନ୍ତି ସେ ଗୋଡ଼ି ଗୋଟେ ଗୋଟେ ଥୋଇ ଚାଲନ୍ତି। ଏମିତି ଗୋଡ଼ି ଥୋଇ ଗୋଡ଼ି ଗଦା ହୋଇଗଲା ପଛକେ ସେ ବେଶ୍ୟା ଜଣକ ଆଉ ଭଲ ଗତି ଆସିଲା ନାହିଁ। ତାକୁ ଯେତେ ବୁଝେଇଲେ ମଧ୍ୟ ସେ ଭଲ ବୁଦ୍ଧି ତାର ହେଲା ନାହିଁ। ସନ୍ନ୍ୟାସୀଙ୍କ ଧର୍ମ ପରୋପକାର ସ୍ୱର୍ଗାୟ, ପରକୁ କେମିତି ଭଲ ବାଟକୁ ଆଣିବା, ସଂସାରକୁ କେମିତି ଭଲ ବାଟକୁ ଆଣିବା, ଏହା ସନ୍ନ୍ୟାସୀଙ୍କର କାମ ଥିଲା। ଶେଷରେ ସେ କ'ଣ କରିବେ? ଆଉ ତ କିଛି ଉପାୟ ନାହିଁ। ଦିନକର ସେଇ ଠିକ୍ କଥା ଯେ କହୁଥିଲେ ସନ୍ନ୍ୟାସୀ, ତୁ ରୋଗରେ ଘାଣ୍ଟି ହେବୁ, ଦିନେ ନା ଦିନେ ମରିବାକୁ ଚାହିଁଲେ ବି ମରିପାରିବୁ ନାହିଁ। ସତକୁ ସତ ସେଇଆ ହେଲା। ରୋଗ ଆସିକି ଗ୍ରାସ କଲା ଯାଇକି ବେଶ୍ୟାଙ୍କୁ। ବେଶ୍ୟା ଜଣକ ଛଟପଟ ହିଁ ହେଉଥାନ୍ତି ମରିବା ପାଇଁ, କିନ୍ତୁ ମରିପାରୁ ନଥାନ୍ତି। କ'ଣ କରିବି? ମୁଁ ତ କିଛି ମନ୍ତ୍ରଫନ୍ତ୍ର ଜାଣିନି ଯେ ତୁମକୁ ଡାକିବି। ଅନ୍ତର ହେବନି ଅନ୍ତର ଦେବତା, ମନ୍ତର ନାହିଁ ମୋହର। ଭକତି ଡୋରିରେ ବାନ୍ଧିଛି ତୁମକୁ, ମୋତେ ନ କରିବ ପର। ଗରବ ଗଛକୁ ଉପାଡ଼ି ଦିଅ ହେ, ରହିକଲା ସର୍ବନାଶ। ଧୈର୍ଯ୍ୟ ଗଛ ଦିଅ, ଛାଇରେ ବସିବି, ଦୟାକର ପିତ ଆସ। ହେ ପ୍ରଭୁ, ମୁଁ ଆଜି ଯାକେ ଖାଲି ଏ ଗର୍ବ ଅହଙ୍କାର ସୁନା ରୂପା ଟଙ୍କାରେ ଭାସି ନିଜକୁ ଭସେଇ ଦେଇଛି। ହେ କୃଷ୍ଣ, ମୋତେ ରକ୍ଷା କର। ମୁଁ କରୁଅଛି, ମୁଇଁଟି କରୁଛି, ମୁଁ ସେ ରଖିବ ନାହିଁ। କେତେ ମୁଁ ପଣ ଛଡ଼ାଇ ଦେଇଛି, ତାହାର ହିସାବ ନାହିଁ। କେତେ ମୁଁ କ'ଣ ପ୍ରଭୁ ଛଡ଼ାଇ ଦେଇଛ। ଏ କଂସ କହୁଥିଲା ମୁଁ, ରାବଣ କହୁଥିଲା ମୁଁ, ଆଜି ସେଇ ମୁଁ, ମୋତେ ଉଦ୍ଧାର କର ପ୍ରଭୁ, ମୋତେ ଉଦ୍ଧାର କର, ଏ ପାପିନୀକୁ ଉଦ୍ଧାର କର। ଏତିକି କହି ଯେତେବେଳେ ଭଗବାନଙ୍କୁ ଡାକିଛି, ଭଗବାନ ତାପରେ ଦୟା କରିଛନ୍ତି। ସେ ବିଚରା ପ୍ରାଣ ତ୍ୟାଗ କଲା। ଯେତେବେଳେ ପ୍ରାଣ ତ୍ୟାଗ କଲା, ବିଷ୍ଣୁ ଦୂତମାନେ ଆସି ତାକୁ ନେଇଗଲେ। ଏଣେ କିଛି ଦିନ ପରେ ସନ୍ନ୍ୟାସୀ ମଧ୍ୟ ସେ ବି ନିଜକୁ ଦେହ ତ୍ୟାଗ କଲେ। ତାଙ୍କୁ କିନ୍ତୁ ବିଷ୍ଣୁ ଦୂତ ନେଲେ ନାହିଁ, ତାଙ୍କୁ ଯମଦୂତ ମାନେ ନେଲେ। ଏଥିରେ କାରଣ କ'ଣ? ଏତେ ଭଗବାନଙ୍କୁ ଡାକି ଡାକି ଅନ୍ୟକୁ ଉପଦେଶ ଦେଇ ଦେଇ ଶେଷରେ କ'ଣ ହେଲା? ଯମଦୂତ ମାନେ ସନ୍ନ୍ୟାସୀକି ନେଲେ କାହିଁକି? ଏଇ ପ୍ରଶ୍ନଟା ମନକୁ ଏଠି ଉଙ୍କି ମାରୁଥିବ। ଏତେ ଖରାପ କାମ କରି ମଧ୍ୟ ବେଶ୍ୟାକୁ ଶେଷରେ ଭଗବାନଙ୍କ ଦୂତ ଆସିକି ନେଉଛନ୍ତି ବିଷ୍ଣୁଙ୍କ ପାରିଷଦ ମାନେ। କାହିଁକି? ତୁମେ ବେଶୀ ପାଟି କର ନାହିଁ, ଧୀରେ ସୁସ୍ଥେ ଶୁଣ। ଈଶ୍ୱରଙ୍କର ନ୍ୟାୟ ବିଚାରେ କେବେ ହେଲେ ଭୁଲ କରନ୍ତି ନାହିଁ।
ତୁମର ଜୀବନ ଥିଲା ବାହାରକୁ ଦେଖିଲା ଭଳିଆ ସନ୍ନ୍ୟାସୀ, କିନ୍ତୁ ଭିତରେ କ'ଣ କରୁଥିଲ? କେତେ ଲୋକ ସେଇଠିକି ଆସିଲେ ତମେ ଖାଲି ଗଣୁଥିଲ, ଯେହେତୁ ତାର ପାପ କାର୍ଯ୍ୟ ତମେ ଦେଖୁଥିଲ, ପାପରେ ଲିପ୍ତ ମଧ୍ୟ ରହିବା କଥା ସଦୃଶ। ପାପ କାମ ନ କଲେ ମଧ୍ୟ ପାପକୁ ଦେଖିବା ମଧ୍ୟ ପାପ ସଦୃଶ। ଏଇଭଳି ସାଧୁର ପୋଷାକ ପିନ୍ଧି ତାହା କେବଳ ନିଜର ନାଁ ଆଉ ଯଶ ପାଇଁ, କି ନହେଲେ କିଛି ତୁମର ଲାଭ ନାହିଁ। ଦେଖ, ତୁମେ ଏ ଦେହ ସିନା ପଡ଼ି ରହିଛି, ତମେ ଥରେ ନିଜକୁ ଦେଖ, ତମ ଦେହକୁ କ'ଣ କରୁଛନ୍ତି। ପ୍ରକୃତରେ ସନ୍ନ୍ୟାସୀଙ୍କ ଦେହକୁ ତମ ମନରେ ସିନା ପାପ ଥିଲା, ସନ୍ନ୍ୟାସୀଙ୍କ ଦେହକୁ ଲୋକମାନେ ଆନନ୍ଦ ସହକାରେ ପୂଜା କରି ଚୌକିରେ ବସେଇ ଧୂପ ଦୀପ ଦେଇ ହରେ କୃଷ୍ଣ ହରେ ରାମ ଗାଇ ଗୀତ ଗାଇ ତାଙ୍କୁ ବିଦାୟ ଦେଉଥିଲେ। ପୁଣି ବେଶ୍ୟାଙ୍କୁ ଦେଖିଲେ, ବେଶ୍ୟାଙ୍କୁ ଦେଖ, ସେ ସିନା ଯମପୁରକୁ ଗଲେ, ବିଷ୍ଣୁପୁରକୁ ଗଲେ, କିନ୍ତୁ ତା ଦେହକୁ କ'ଣ କଲେ? ତା ଦେହକୁ ଛି ଛି କହି ସବୁ ଲୋକ ନେଇକି ଫୋପାଡ଼ି ଦେଲେ। ସେମିତି ଭଲରେ କେହି ପଡ଼ିନାହୁଁ, ତାକୁ ଶାଗୁଣା କୁକୁର ବିଲୁଆ ଆଦି ଘୋଷାରି କରି ଖାଉଛନ୍ତି। କିନ୍ତୁ ତାର ଶେଷ ସମୟକୁ ବୁଦ୍ଧି ଭଲ ଥିଲା, ସେ ଭଗବାନଙ୍କୁ ଡାକିଲା ଏବଂ ସିଏ ତରିଗଲା, କିନ୍ତୁ ତାର ଏଠି ଦେହକୁ କା କୁକୁର ମାନେ ଖାଉଛନ୍ତି। ଏହି ବେଶ୍ୟା ବହୁତ ପାପ କରିଥିଲା ବୋଲି ତାକୁ କା କୁକୁର ମାନେ ଘୋଷାରି ଘୋଷାରି ଖାଉଛନ୍ତି। ଅନ୍ୟମାନଙ୍କର ପାପ ଗଣନା କରିବା, ବିଚାରକ ହେବା ସାଧୁ ବା ଭକ୍ତର କାର୍ଯ୍ୟ ନୁହେଁ। ଈଶ୍ୱରଙ୍କ ନୀଳା କିଏ ବୁଝିପାରିବ? ସେ ଆମକୁ ପରିଚାଳିତ କରୁଛନ୍ତି, ପ୍ରତି ମୁହୂର୍ତ୍ତରେ ପରୀକ୍ଷା କରୁଛନ୍ତି। ଆମ ଭିତରେ ଥିବା ଭଲ ମନ୍ଦ ସେହି କେବଳ ଜାଣିପାରନ୍ତି। ତେଣୁ ନିଜର ହୃଦୟ ଓ ମନକୁ ପବିତ୍ର ରଖି ଅନ୍ୟମାନଙ୍କ ପ୍ରତି ସଦୟ ହେବା ଏବଂ ସେମାନଙ୍କର ଦୋଷାଦୋଷକୁ ନ ଧରିବା ପ୍ରତ୍ୟେକ ସାଧକ ଓ ପ୍ରତ୍ୟେକ ସାଧୁ ବ୍ୟକ୍ତିର ହିଁ ଜଗନ୍ନାଥ ଶରଣ ନାରାୟଣ ଶରଣ।